କନ୍ୟା ରାଶିର ଅଗଷ୍ଟ ମାସ ପାଇଁ ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ 2025 ମସିହା ଅଗଷ୍ଟ ମାସ ପାଇଁ କନ୍ୟା ରାଶିର ଆର୍ଥିକ ଅବସ୍ଥା ବିଷୟରେ ଆଲୋଚନା କଲେ ଜଣାଯାଏ ଯେ ଏ ମାସରେ କନ୍ୟା ରାଶିର ଅଧିପତି ବୁଧ ମହାଗ୍ରହ ମାସ ସାରା ଏକାଦଶ ଭାବ ବା ଲାଭ ଭାବରେ ଅବସ୍ଥାନ କରିବେ। ତେଣୁ ଅଗଷ୍ଟ ମାସରେ କନ୍ୟା ରାଶିର ଆୟ ଆଶା ଅନୁରୂପ ରହିବ। ଆପଣଙ୍କର ବୌଦ୍ଧିକ କ୍ଷମତା ଆପଣଙ୍କୁ ଏ ସମୟରେ ଅର୍ଥ ଲାଭ କରାଇବାରେ ଯଥେଷ୍ଟ ସହାୟକ ହେବ। ନିଜ ବୁଦ୍ଧି ବଳରେ ଚାଲୁଥିବା ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସଫଳ ବାଣିଜ୍ୟ ବେପାର କରିବାକୁ ସମର୍ଥ ହେବେ। ମାସର ପ୍ରଥମାର୍ଦ୍ଧରେ ସୂର୍ଯ୍ୟ ଆୟ ଭାବରେ ବୁଧଯୁକ୍ତ ହୋଇ ରହିଥିବାରୁ ବିଭିନ୍ନ ଫାଇନାନ୍ସିଆଲ ସେକ୍ଟର ଆପଣଙ୍କ ପ୍ରତି ଅନୁକୂଳ ଫଳ ପ୍ରଦାନ କରିବ। ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ, ବ୍ୟାଙ୍କ ପ୍ରଭୃତି ଆର୍ଥିକ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିଥିଲେ ସେଥିରୁ ଭଲ ରିଟର୍ଣ୍ଣ ପାଇପାରିବେ। ପୁନଶ୍ଚ ମାସର ପ୍ରଥମାର୍ଦ୍ଧରେ ସରକାରୀ ଠିକାଦାରୀ, ଅର୍ଡର ସପ୍ଲାଇ ଭଳି କ୍ଷେତ୍ରରେ ସମ୍ପୃକ୍ତ ଥିବା କନ୍ୟା ରାଶି ଜାତ ବ୍ୟକ୍ତିବିଶେଷ ଏହିସବୁ କ୍ଷେତ୍ରରୁ ସୁଫଳ ଲାଭ କରିବାର ପ୍ରବଳ ସମ୍ଭାବନା। ଅଗଷ୍ଟ ମାସର ଦ୍ୱିତୀୟ ଧନଭାବ ତୁଳା ରାଶିର ଅଧିପତି ଶୁକ୍ର ମିଥୁନ ରାଶିରେ ଧନକାରକ ଗ୍ରହ ବୃହସ୍ପତିଙ୍କ ସହିତ ରହିବା ଏବଂ ବୃହସ୍ପତିଙ୍କର ଦୃଷ୍ଟି ଧନଭାବ ଉପରେ ରହିଥିବାରୁ ଏହି ସମୟରେ କନ୍ୟା ରାଶିର ଆର୍ଥିକ ସ୍ଥିତି ବେଶ ସୁଦୃଢ଼ ରହିବ। ବିଭିନ୍ନ ସୂତ୍ରରୁ ଓ ବିଭିନ୍ନ ଉପାୟରେ ଅର୍ଥ ହସ୍ତଗତ ହେବ ଏବଂ ଆର୍ଥିକ ସଞ୍ଚୟ ମଧ୍ୟ କରିପାରିବେ। ଅଗଷ୍ଟ ମାସରେ କନ୍ୟା ରାଶିର କର୍ମକ୍ଷେତ୍ର ବା କ୍ୟାରିୟର ସମ୍ପର୍କରେ ଆଲୋକପାତ କଲେ ଜଣାଯାଏ ଏ ମାସରେ କନ୍ୟା ରାଶି ତଥା କନ୍ୟା ରାଶିର ଦଶମ ଭାବର ଅଧିପତି ବୁଧ ମାସ ସାରା ଏକାଦଶ ଭାବରେ ଅବସ୍ଥାନ କରିବେ। ବୁଧ ମହାଗ୍ରହଙ୍କର ଅନୁକୂଳ ଅବସ୍ଥାନ ଯୋଗୁଁ କନ୍ୟା ରାଶି ବ୍ୟକ୍ତି କର୍ମକ୍ଷେତ୍ରରୁ ଶୁଭ ଫଳ ପାଇବାକୁ ସମର୍ଥ ହେବେ। ବିଶେଷ କରି ବୁଧ ଏକ ବାଣିଜ୍ୟିକ ଗ୍ରହ ହୋଇଥିବାରୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ରହିଥିବା କନ୍ୟା ରାଶି ଜାତ ବ୍ୟକ୍ତି ବେପାର କ୍ଷେତ୍ରରୁ ପ୍ରଚୁର ଅର୍ଥ ଉପାର୍ଜନ କରିବେ। ନୂତନ ପ୍ରକାରର ବ୍ୟବସାୟରେ ହାତ ଦେଇପାରନ୍ତି। ମାସର ପ୍ରଥମାର୍ଦ୍ଧରେ ଏକାଦଶ ଭାବରେ ସୂର୍ଯ୍ୟଙ୍କ ସହିତ ବୁଧ ଯୁକ୍ତ ହୋଇ ରହିଥିବାରୁ ସରକାରୀ ଚାକିରି କରୁଥିବା କନ୍ୟା ରାଶି ଜାତ ବ୍ୟକ୍ତି ପ୍ରଶାସନିକ କ୍ଷମତା ହାସଲ କରିବେ। ଅଫିସରେ ସହକର୍ମୀମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଚାକିରିରେ ପ୍ରମୋସନର ଯୋଗ ଅଛି। ବ୍ୟାଙ୍କ ତଥା ସରକାରଙ୍କର ଅନ୍ୟାନ୍ୟ ଆର୍ଥିକ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବ। ଶିକ୍ଷା ଅଥବା ବୌଦ୍ଧିକ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ସମ୍ମାନିତ ହେବାର ଯୋଗ ରହିଅଛି। କିନ୍ତୁ କନ୍ୟା ରାଶିର ବ୍ୟୟ ଭାବରେ ଅବସ୍ଥିତ କେତୁ ଓ ଷଷ୍ଠ ଭାବରେ ଅବସ୍ଥିତ ରାହୁ ମାସର ଦ୍ୱିତୀୟାର୍ଦ୍ଧରେ ଆପଣଙ୍କ ପାଇଁ ଷଡ଼ଯନ୍ତ୍ରକାରୀ ଗ୍ରହ ରୂପେ ଉଭା ହୋଇପାରନ୍ତି। ଏଥିପ୍ରତି ସତର୍କ ରହିବେ। ନୂତନ କର୍ମ ଅନ୍ୱେଷଣରେ ରହିଥିବା କନ୍ୟା ରାଶି ଜାତକଙ୍କ ପାଇଁ ମାସର ପ୍ରଥମାର୍ଦ୍ଧଟି ଅନୁକୂଳ ରହିବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ଅଗଷ୍ଟ ମାସ କନ୍ୟା ରାଶି ପାଇଁ ଶୁଭ ଫଳ ପ୍ରଦାନ କରିବ। ପରିବାର ବା କୁଟୁମ୍ବ ସ୍ଥାନର ଅଧିପତି ଶୁକ୍ର ଦଶମ ଭାବରେ ଶୁଭ ଗ୍ରହ ବୃହସ୍ପତି ଯୁକ୍ତ ହୋଇ ରହିଥିବାରୁ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରିବେ।
ପାରିବାରିକ ସଦସ୍ୟମାନେ ମିଶି ଘରେ ଦେବପୂଜନ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିବେ। ଯଦିଓ ପୂର୍ବରୁ ପରିବାରର ସଦସ୍ୟମାନଙ୍କ ଭିତରେ ମତଭେଦ ଥିବ, ତେବେ ବି ଏହି ସମୟରେ ମତଭେଦ ଭୁଲି ପରିବାରର ସଦସ୍ୟମାନେ ଏକ ମନ ହୋଇ କାମ କରିବେ। ପରସ୍ପର ପ୍ରତି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରିବେ। ପାରସ୍ପରିକ କଥାବାର୍ତ୍ତାରେ ଶାଳୀନତା ରହିବ। ବନ୍ଧୁ ପରିଜନମାନଙ୍କର ଆଗମନ ଲାଗି ରହିବ। ଆଗାମୀ ଦିନରେ ଘରେ ଶୁଭ କାର୍ଯ୍ୟ କରିବା ପାଇଁ ବିଚାର ବିମର୍ଶ ଲାଗି ରହିବ। ଏବେ ବି କନ୍ୟା ରାଶିରେ ଅବସ୍ଥିତ ମଙ୍ଗଳ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପକାଇପାରେ। ପ୍ରେମ ଓ ପରିଣୟ ଦୃଷ୍ଟିରୁ ଦେଖିବାକୁ ଗଲେ ଅଗଷ୍ଟ ମାସ କନ୍ୟା ରାଶି ପାଇଁ ବିଶେଷ ଫଳପ୍ରଦ ହେବ ନାହିଁ। କନ୍ୟା ରାଶିର ପଞ୍ଚମ ପ୍ରେମ ଭାବର ଅଧିପତି ଶନି ସପ୍ତମ ଭାବରେ ବକ୍ରି ହୋଇ ରହିଥିବାରୁ ଲଭ୍ ଲାଇଫ୍ରେ ଥିବା କନ୍ୟା ରାଶି ଜାତକ ଏକ ଅହେତୁକ ଉଦାସୀନତା ଭିତର ଦେଇ ଗତି କରିବେ। ମନ ମଧ୍ୟରେ ଉଦାସୀନ ମନୋଭାବ ସୃଷ୍ଟି ହେବ। ତେବେ ବି ପ୍ରେମ ବିବାହ ପାଇଁ ଇଚ୍ଛା ରଖିଥିବା କନ୍ୟା ରାଶି ଜାତକ କିଛି ପରିମାଣରେ ସଫଳତା ପାଇପାରନ୍ତି। ମାସର ପ୍ରଥମାର୍ଦ୍ଧରେ କନ୍ୟା ରାଶିର ପଞ୍ଚମ ଭାବ ଉପରକୁ ସୂର୍ଯ୍ୟଙ୍କର ଦୃଷ୍ଟି ପ୍ରେମ ସମ୍ପର୍କରେ ତିକ୍ତତା ଆଣିବ। ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଅଛି। ତେଣୁ ଏହି ସମୟରେ ନିଜର ଆଚରଣ ଓ କଥାବାର୍ତ୍ତାରେ ସଂଯମତା ଆଣିବା ଦରକାର। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିବାହ ଏକ ମରୀଚିକାରେ ପରିଣତ ହେବ। ଆସିବାକୁ ଥିବା ବିବାହ ପ୍ରସ୍ତାବ ଆସିବ ହୋଇ ଆସିବ ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଅଗଷ୍ଟ ମାସ କନ୍ୟା ରାଶି ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଟିକିଏ ଅସାବଧାନତା ସ୍ୱାସ୍ଥ୍ୟ କ୍ଷେତ୍ରରେ ଜଟିଳତା ପ୍ରଦାନ କରିପାରେ। କନ୍ୟା ରାଶିରେ ଅବସ୍ଥିତ ମଙ୍ଗଳ ଓ ସପ୍ତମ ଭାବରେ ଅବସ୍ଥିତ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ବିଶେଷ ଅମଙ୍ଗଳ ଘଟାଇବା ପାଇଁ ତତ୍ପର ରହିପାରନ୍ତି। ଶରୀରରେ ଘା, ଫୋଟକା, ବ୍ରଣ ଆଦି ଦେଖାଦେବା ସହିତ ଦୁର୍ଘଟଣା ଘଟି ଗୋଡ଼ ହାତ ଭାଙ୍ଗିଯିବାର ସମ୍ଭାବନା ରହିଅଛି। ପୁନଶ୍ଚ ମାସର ଦ୍ୱିତୀୟାର୍ଦ୍ଧରେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ନିଜ ରାଶି ସିଂହ ରାଶିରେ ପ୍ରବେଶ କଲେ ହୃଦୟ ବିକାର, ହାଡ଼ଜନିତ ରୋଗ ସହିତ ମୁଣ୍ଡବିନ୍ଧା, ଆଖି ଲାଲ ପଡ଼ି ପୋଡ଼ାଜଳା କରିବା ଭଳି ସମସ୍ୟା ଦେଇପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ କନ୍ୟା ରାଶି ପାଇଁ ଅଗଷ୍ଟ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ କନ୍ୟା ରାଶି ଜାତ ବ୍ୟକ୍ତି ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ କନ୍ୟା ରାଶିର ଅଧିପତି ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଦୂର ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।